ଜୟ ଜଗନ୍ନାଥ। ଯାଜ୍ଞସେନୀର ଆଉ ଏକ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଋତୁ ବସନ୍ତ। ଫାଲ୍ଗୁନର ଫଗୁ ଖେଳରେ ଅର୍ଜୁନ ମନରେ ରଙ୍ଗ ଲାଗି ଆସୁଥାଏ। ପୁଣ୍ୟତୟ ଗଙ୍ଗା ନଦୀର ତୀରରେ ବଜ୍ରଧାରୀ ଇନ୍ଦ୍ର ଉପସ୍ଥିତ। ଭୋଜରାଜ ଦୁଲାଳୀ କୁନ୍ତୀ ଦୁର୍ବାସାଙ୍କ ଜପମାଳୀର ଆହ୍ୱାନରେ ଇନ୍ଦ୍ରଦେବଙ୍କୁ ସ୍ମରଣ କରିଛନ୍ତି। ବସନ୍ତରେ ଏ ଆହ୍ୱାନକୁ ଇନ୍ଦ୍ରଦେବ କ'ଣ ଏଡ଼ିପାରିବେ? ଇନ୍ଦ୍ରଦେବଙ୍କର ଶୌର୍ୟ ନେଇ ପବିତ୍ର ହୃଦୟା କୁନ୍ତୀଙ୍କ ଗର୍ଭର ପବିତ୍ର ଗଙ୍ଗା ନଦୀ ତୀର ଅର୍ଜୁନ ବନ କୂଳରେ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରରେ ସହସା ଯେଉଁ ଦେବଶିଶୁର ଆବିର୍ଭାବ ହେଲା, ସେ ଅର୍ଜୁନ। ଫାଲ୍ଗୁନୀ, ବିଷ୍ଣୁ କିରୀଟୀ, ଶ୍ଵେତବାହନ, ବିଭତ୍ସୁ, ବିଜୟ, ସବ୍ୟସାଚୀ ଓ ଧନଞ୍ଜୟ। ନିତମିନୀ ଏଇଠି କଥା ବନ୍ଦ ରଖି ହସି ହସି ପଚାରିଲା, ସଖୀ, ପ୍ରିୟତମଙ୍କର ଏତେଗୁଡ଼ିଏ ନାମ ସ୍ମରଣ ରହିବ ତ? ସତେ କେଡ଼େ ଭାଗ୍ୟ ତୁମର! ଏତେଗୁଡ଼ିଏ ନାମର ଯେ ଅଧିକାରୀ, କେତେ ଯଶ, କୀର୍ତ୍ତି, ବିଦ୍ୟା ବୁଦ୍ଧିର ସେ ଅଧିକାରୀ ହୋଇ ନ ଥିବେ? ଏଥର କୃଷ୍ଣଙ୍କୁ ଭୁଲି ଫାଲ୍ଗୁନୀକୁ ସ୍ମରଣ କର। ମୁଁ କହିଲି, ସଖୀ, ଯେଉଁ ହୃଦୟରେ ଶ୍ରୀକୃଷ୍ଣଙ୍କୁ ଥରେ ସ୍ଥାନ ଦେଇଥିଲି, ସେଠି ପୁନର୍ବାର କେବଳ ସବ୍ୟସାଚୀଙ୍କୁ ହିଁ ସ୍ଥାନ ଦେଇପାରେ। କାରଣ ସେ ଦିତିକୃଷ୍ଣ, କୃଷ୍ଣଙ୍କର କଳା ନେଇ ଜନ୍ମ। ତାଙ୍କ ଭିତରେ ମୁଁ କୃଷ୍ଣଙ୍କୁ ହିଁ ପାଇବି। କୃଷ୍ଣ ଯେତେବେଳେ ମୋ ପାଇଁ ଅର୍ଜୁନକୁ ହିଁ ଉପଯୁକ୍ତ ମନେ କରନ୍ତି, ମୋର ବିଶ୍ୱାସ ଅର୍ଜୁନ ହିଁ ଏ ପୃଥିବୀର ଶ୍ରେଷ୍ଠ ବୀର। ନିତମିନୀ ହସି ହସି କହିଲା, ସଖୀ, ତୁମେ କ'ଣ ଅର୍ଜୁନଙ୍କର ବୀରତ୍ୱ କାହାଣୀ ଶୁଣିନାହଁ? ଅତ୍ୟନ୍ତ ବାଲ୍ୟକାଳରୁ ହିଁ ଅର୍ଜୁନଙ୍କର ବୀରତ୍ୱ ପ୍ରକଟିତ ହୋଇଥିଲା। ଗୁରୁ ଦ୍ରୋଣଙ୍କର ସେ ଶ୍ରେଷ୍ଠ ଛାତ୍ର। ଗୁରୁ ଦ୍ରୋଣଙ୍କର ଅଦ୍ଭୁତ ଶସ୍ତ୍ର ପରୀକ୍ଷାରେ ଅର୍ଜୁନ ହିଁ ଜୟଲାଭ କରିଥିଲେ। 8,828 ପାଦ ଦୂରରେ ଏକ ପର୍ବତ, ପର୍ବତ ଉପରେ ଏକ ଦୁର୍ଗ, ତା ଉପରେ ଏକ ଖଡ଼ିକା, ଖଡ଼ିକା ଉପରେ ଶୃଙ୍ଗଧାନ ଓ ଧାନ ଉପରେ ଅତି କ୍ଷୁଦ୍ର ଏକ ଗରଡ଼ଗଡ଼, ପୁଣି ଗରଗଡ଼ ଉପରେ ଏକ ସୂକ୍ଷ୍ମ ସୋରିଷ କଣା। ଗୁରୁଙ୍କ ନିର୍ଦ୍ଦେଶ, ଶରବିଦ୍ଧ କରି ସୋରିଷକୁ 2 ଫାଳ କରିବାକୁ ହେବ। ମୁଁ ଚକିତ ହୋଇ ଚାହିଁଥାଏ ନିତମିନୀକୁ। ଗୁରୁ ଦ୍ରୋଣଙ୍କର ଇଏ କି ଅଦ୍ଭୁତ ଅସ୍ତ୍ର ପରୀକ୍ଷା! ଏ ପରୀକ୍ଷାରେ ପୁଣି କିଏ ଉତ୍ତୀର୍ଣ୍ଣ ହୁଏ? ନିତମିନୀ ମୋର ଆବାକାବା ଭାବ ଦେଖି ହସି ହସି କହିଲା, ଏ ପରୀକ୍ଷାରେ ଯିଏ ଉତ୍ତୀର୍ଣ୍ଣ, ସେ ଶ୍ରୀକୃଷ୍ଣ, ନଚେତ ଶ୍ରୀକୃଷ୍ଣ ସଖା ଅର୍ଜୁନ। ତାଙ୍କ ଛଡ଼ା ଅସାଧ୍ୟ ସାଧନ କିଏ କରିବ? ମୁଁ ଆଶ୍ଚର୍ଯ୍ୟ ହୋଇ ଭାବୁଥାଏ, ଯଦି ଅସ୍ତ୍ରବିଦ୍ୟାରେ ଏତେ ଅଲୌକିକତା ପ୍ରଦର୍ଶନ କରନ୍ତି, ସେ ଶ୍ରୀକୃଷ୍ଣଙ୍କ ସଖା ବ୍ୟତୀତ ଆଉ କିଏ ହୋଇପାରେ? ନିତମିନୀ ମୋ କାନ ପାଖରେ ଅତି ମୃଦୁ ସ୍ୱରରେ କହିଲା, ଦ୍ରୋଣଙ୍କ ନିର୍ଦ୍ଦେଶରେ ମହାରାଜ ଦ୍ରୁପଦଙ୍କୁ ବନ୍ଦୀ କରି ନେଇଥିଲେ ଅର୍ଜୁନ। ସେଇ ପୁଣି କୃଷ୍ଣଙ୍କ ଇଙ୍ଗିତରେ ଦ୍ରୁପଦ ନନ୍ଦିନୀ ଦ୍ରୌପଦୀକୁ ଜୟ କରି ନେବେ। ବାଃ, କି ସୁନ୍ଦର ଯୋଗାଯୋଗ! ମୁଁ ଉଦାସ କଣ୍ଠରେ କହିଲି, ମୋର କି ଚାରା? ଯାହା ଶ୍ରୀକୃଷ୍ଣ ଚାହିଁବେ, ଯାହା ପିତା ଚାହିଁବେ। ପିତାଙ୍କର ଇଚ୍ଛା ପାଳନ କରିବା ତ ମୋର ଧର୍ମ। ଧର୍ମକୁ ବାଦ୍ ଦେଇ ମୋ ଜନ୍ମର କି ବା ମୂଲ୍ୟ? ନିତମିନୀ ହସି ହସି କହିଲା, କୃଷ୍ଣଙ୍କୁ ପାଇଲ ନାହିଁ ବୋଲି ଅଭିମାନ କରୁଛ? ଏ କି ସଖୀ! କୃଷ୍ଣଙ୍କୁ ନ ପାଇଲେ ମଧ୍ୟ କୃଷ୍ଣଙ୍କ ପ୍ରାଣ ତୁମକୁ ପ୍ରାପ୍ତ ହେବ। କେମିତି? ମୁଁ ପଚାରିଲି। ନିତମିନୀ କହିଲା, ଅର୍ଜୁନ କୃଷ୍ଣଙ୍କ ପ୍ରାଣ। ଅର୍ଜୁନ ମିଳିଲେ କୃଷ୍ଣଙ୍କ ପ୍ରାଣ ମିଳିଯିବ, କୃଷ୍ଣ ମିଳିଯିବେ। ଅର୍ଜୁନକୁ ବଶ କରିପାରିଲେ ହିଁ କୃଷ୍ଣ ବଶ ରହିବେ। କୃଷ୍ଣ ଯାହାର ବଶ, ତାର ଆଉ ଦୁଃଖ କ'ଣ? ମୁଁ କେଜାଣି କାହିଁକି କହିପାରିଲି, ଦୁଃଖ ନଥାଇ ଜୀବନ ଥାଏ କି ନିତମିନୀ? ଯଦି ଥାଏ, ତେବେ ସେଠି କୃଷ୍ଣ ନଥାନ୍ତି। ଯେଉଁଠି ଦୁଃଖ, ସେଇଠି କୃଷ୍ଣ। ଶୁଣିଛି ପରା ସେ ଦୁଃଖ ବନ୍ଧୁ। ସେତେବେଳେ କ'ଣ ମୁଁ ଜାଣିଥିଲି ମୁଁ ମୋର ଆଗତ କଥା ହିଁ କହୁଥିଲି ବୋଲି? ଧନ୍ୟବାଦ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।